ଯେତିକି କହିଲି ଆପଣମାନେ ସେତିକି ଜାଣନ୍ତୁ। ଆଉ ସାଇବର ଥଗ୍ସ କ'ଣ, ବାସ୍ ଏତିକି 5 ମାର୍କିଆ ଆସିବା 100% ଗ୍ୟାରେଣ୍ଟି। ପିଲାମାନେ ଆଜି ଆମେ ଇମ୍ପୋର୍ଟାଣ୍ଟ 5 ମାର୍କିଆ ଯେଉଁ ସବୁ ଅଛି ଆପଣମାନଙ୍କର ଏକ୍ଜାମରେ ଆସିବାର 90% ଚାନ୍ସ ଅଛି, ତାହା ଆଜି ମୁଁ କହିବି। ଓକେ, ଯାହାକି ଆପଣମାନଙ୍କୁ ହେଲ୍ପ କରିବ। ଆଉ ସେଇ ମୁଁ ଯେଉଁ 5 ମାର୍କିଆ କହିବି ଆପଣମାନେ ତାକୁ ସମସ୍ତେ ନୋଟ୍ କରି ରଖିବେ। ଓକେ, ତ ଯେଉଁମାନେ 5 ମାର୍କିଆ ଜାଣିଗଲେ ନା ସେମାନଙ୍କୁ ବହୁତ ଇଜି ହେବ। ଓକେ, ତ 5 ମାର୍କିଆ କୋଶ୍ଚିନ୍ ଯେଉଁ ଅଛି ସେ କ'ଣ ତାହା ଆଜି ଆମେ ଜାଣିବା। ଆଉ ଆପଣଙ୍କର ଏକ୍ଜାମରେ ଆସିବାର 90% ଗ୍ୟାରେଣ୍ଟି ଅଛି। ତ ପ୍ରଥମେ ଦେଖନ୍ତୁ ଇମ୍ପୋର୍ଟାଣ୍ଟ ସବୁ ଜିନିଷ ମନେ ରଖନ୍ତୁ, ତାକୁ ନୋଟ୍ କରନ୍ତୁ। ଓକେ, ଦେଖ ପ୍ରଥମ କଥା ହେଉଛି ପରିବେଶ ନୈତିକତା କ'ଣ, ଏଟା ଗୋଟେ 5 ମାର୍କିଆ ଏବେଠାରୁ ମାରି ରଖ। ଓକେ, ପ୍ରଥମ କଥା ଏଇଟା କ୍ଲାସ୍ ହୋଇଛି। ଆଉ ଯଦି ଆପଣମାନେ ଦେଖିନାହାନ୍ତି ତ ଆପଣମାନେ ଯାଇ ଇଜିଲି ଦେଖିପାରିବେ, ଆପଣଙ୍କର ପ୍ଲେଲିଷ୍ଟରେ ଭିଡ଼ିଓ ଅଛି, ଆପଣମାନେ ଦେଖିପାରିବେ। ପରିବେଶର ନୈତିକତା କ'ଣ, ଇଏ ଗୋଟେ ଏମିତି କୋଶ୍ଚିନ୍ ଆପଣମାନଙ୍କର 2 ମାର୍କ ଆସିପାରେ କିମ୍ବା ଆପଣଙ୍କର 5 ମାର୍କିଆ ବି ଆସିପାରେ। ମନେ ରହିଲା ସମସ୍ତଙ୍କର? ଓକେ, ତାପରେ ଦେଖ ମୁଁ ସବୁ କହିଦେଉଛି, ଆପଣମାନେ ଖାଲି ମନେ ରଖିବ ହେଲା। ଦେଖ ଏଠି ଦେଇଛି ପରିବେଶର ମୂଲ୍ୟ ଗୁଡ଼ିକ ପ୍ରକାର, ଆକୁ ବି ମନେ ରଖିଥିବ କାହିଁକି ନା ବହୁତ ସମୟ ବି ପକେଇ ଦିଏ। ଦେଖ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍, ପରିବେଶ ସଂରକ୍ଷଣର ପଦ୍ଧତି ଗୁଡ଼ିକ କ'ଣ, ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍। ତାର ପରିବେଶ ସଂରକ୍ଷଣ ପଦ୍ଧତି ଗୁଡ଼ିକ ସବୁ କ'ଣ, ଏଟା ବି ଆପଣ କ୍ଲାସ୍ ହୋଇଛି, ଆପଣମାନେ ଦେଖିପାରିବେ ହେଲା। ଇଏ ବି ଗୋଟେ 5 ମାର୍କିଆ କୋଶ୍ଚିନ୍। ତାର ପଏଣ୍ଟ ଦେଇଛି ଜଙ୍ଗଲ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ ଦେଇଛି, ସବୁ ପଢ଼ା ହୋଇଛି। ବାସ୍ ଏବେ ଖାଲି 5 ମାର୍କିଆ ଇମ୍ପୋର୍ଟାଣ୍ଟ କେଉଁଗୁଡ଼ା ସବୁ ଆପଣଙ୍କର ଏକ୍ଜାମରେ ଆସିବ ସେଗୁଡ଼ା ସବୁ ବାସ୍ ଜାଣି ରଖ। ପରିବେଶ ସଂରକ୍ଷଣରେ ଜଣେ ବ୍ୟକ୍ତିର ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଏମିତି ବି ଆସିଥିବ ପରିବେଶ ସଂରକ୍ଷଣ ଜଣେ ବ୍ୟକ୍ତିର ଭୂମିକା ଆସିଥିବ 5 ମାର୍କିଆ। ତମେ ପଏଣ୍ଟ ଏଇଠି ସବୁ ଲେଖିବ, ପଏଣ୍ଟ ଦିଆହେଇଛି, ପଢ଼ିଆ ମଞ୍ଜା ଲେଖିପାରିବ। ସବୁ କ୍ଲାସ୍ ହୋଇଛି, ପ୍ଲେ ଲିଷ୍ଟରେ ଅଛି, ଆରାମସେ ଦେଖିପାରିବ। ଓକେ, ଦେଖ ଇଏ ବି ଗୋଟେ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ହେଲା। ଏଟା ବି ଆପଣମାନେ ମନେ ରଖିଥିବେ, ଭବିଷ୍ୟତର ପରିସର, ଏଟା ବି ଆଡ୍ କରିଦିଅନ୍ତୁ, ଏଟା ବି ଲେଖିଦିଅନ୍ତୁ କାହିଁକିନା ଏଟାର ବି ଆସିବାର ବହୁତ ଚାନ୍ସ ଅଛି। ଭବିଷ୍ୟତର ପରିସର କ'ଣ, ଏଟା ବି ଆସିବ ହେଲା, ଏଟା ବି ମନେ ରଖିଥିବେ। ଆଉ ସବୁର କ୍ଲାସ୍ ହୋଇଛି, ବାସ୍ ଆପଣ ଖାଲି ଦେଖିପାରିବେ, ପ୍ଲେଲିଷ୍ଟରେ ଅଛି। ଯଦି ବି କିଛି ଡାଉଟ୍ ଅଛି ତାହେଲେ ଡାଉଟ୍ ଯଦି ଆପଣମାନଙ୍କର ଅଛି ଆପଣମାନେ ଡାଉଟ୍ ବି କ୍ଲିଅର ହୋଇପାରିବେ। କମେଣ୍ଟରେ ମୋତେ ଜଣେଇଲେ ମୁଁ ଆପଣଙ୍କର ଡାଉଟ୍ କ୍ଲିଅର କରିପାରିବି, ନହେଲେ ଟେଲିଗ୍ରାମରେ ବି ଜଏନ୍ ହୋଇକି ଜଣେଇ ପାରିବେ। ଓକେ, ମେନ୍ ଇମ୍ପୋର୍ଟାଣ୍ଟ ତମର ଆସିବାର ବହୁତ ଚାନ୍ସ ଅଛି, ସେଇଟା କ'ଣ ନା କୃଷି କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ, ଏଇଟା ଆସିବାର ବହୁତ ହି ଚାନ୍ସ ଅଛି ହେଲା। ଆକୁ ଆପଣମାନେ ନିଶ୍ଚୟ ଆସିଲେ ହାତ ଛଡ଼ା କି କରିବେନି, କାହିଁକିନା କୃଷି କ୍ଷେତ୍ର ପ୍ରଯୁକ୍ତିବିଦ୍ୟା ଏବଂ ବିଜ୍ଞାନ ଏଇଟା ନିଶ୍ଚିନ୍ତ ଆସିବ। ଓକେ, ତାପରେ ଦେଖ 5 ମାର୍କିଆ ଆଉ ସବୁ କ'ଣ ସବୁ ଅଛି। ଯଦି ବି ସେଟା ନ ଆସୁଛି ତ ଆପଣମାନଙ୍କର କୋଉଟା ଆସିପାରେ ନା କୃଷି ନୈତିକ କ୍ଷେତ୍ରରେ ମୁଖ୍ୟ ସମସ୍ୟା, କାହିଁକିନା କୃଷିର ନୈତିକ କ୍ଷେତ୍ରରେ ମୁଖ୍ୟ ସମସ୍ୟା ଦେଖାଯାଉଛି କି ନାହିଁ, ସବୁ ପ୍ରକାର ଅସୁବିଧା ଦେଖାଯାଉଛି। ତ ସେଟା ଯଦି ନ ପଡ଼ିଲା କୃଷି କ୍ଷେତ୍ର ବିଜ୍ଞାନ, ତ ଏଟା ପଡ଼ିବ ନୈତିକ କ୍ଷେତ୍ରରେ ମୁଖ୍ୟ ସମସ୍ୟା ଗୁଡ଼ିକ କ'ଣ ସବୁ ଦେଖାଯାଉଛି, ଏଟା ବି ପଢ଼ିପାରେ ହେଲା। ଆକୁ ଆପଣମାନେ ନୋଟ୍ କରିଦିଅନ୍ତୁ ହେଲା। କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନୈତିକ ପ୍ରସଙ୍ଗ ଏଟା ଲେଖିଦେବେ, ସେଟା ଯାହା ଉପରଟା କୃଷି ବିଜ୍ଞାନ ଯା ଏଟା ବି ସେଇଆ, କିଛି ଅସୁବିଧା ନାହିଁ। ଓକେ, ତ କୃଷି ଉପରେ ନିଶ୍ଚିନ୍ତ ପଢ଼ିକି ଯିବେ, କାହିଁକିନା ତମର ନିଶ୍ଚିନ୍ତ 5 ମାର୍କିଆ ଯାହା ବେଲେ ଆସିବ। ଆଉ ଏଟା ବି ପଢ଼ିକି ଯାଇଥିବେ। ଡିଜିଟାଲ ନୈତିକତା କ'ଣ, ଏଟା ଆସିବ କୋଶ୍ଚିନ୍, ଏଟା ପୁରା ନିଶ୍ଚୟ 2024ର ପୁରା କନଫର୍ମ କୋଶ୍ଚିନ୍ ଏଇଟା ହେଲା। ଡିଜିଟାଲ ନୈତିକତା କ'ଣ, ଏଟା ପୁରା 2024ରେ ପଡ଼ିଛି 100%, ପୁରା ଟୋଟାଲି ମୁଁ ଏବେଠାରୁ କହିଦେଉଛି, ଆପଣମାନେ ଏଇଟା ନିଶ୍ଚିନ୍ତ ପଢ଼ିକି ଯିବେ। 2 ମାର୍କ ଆସୁ କିମ୍ବା 5 ମାର୍କ ଆସୁ, ଆସିଥିବ ହିଁ ଆସିଥିବ ଡିଜିଟାଲ ନୈତିକତା। ଟେଲିଭିଜନଟା ଟିକେ ଦେଖି ଯାଇଥିବେ, କାହିଁକିନା ଟେଲିଭିଜନଟା ଆପଣଙ୍କର ଆସିବାର ଚାନ୍ସ ଅଛି। ଆଉ
बहुत ही इंपोर्टाट टेलीविजन है टेलीविजनटा भी आपण मैंने देखिक जाइए जी कहली आपण मैंने से जानतु साइबर ठग्स कौन बस एतिकी 5 मार्किया आसवा 100% ग्यारंटी है तो समस्ते बुझीगल आ पीडीएफ जदि चाहूछ ताले टेलीग्राम रे जॉइन होकिन पीडीएफ डाउनलोड करि परिबो आज पई थिला एति वीडियो आशा करछि आपन वीडियो भल लागिथियो वीडियो जदि भल लागिथियो ताले वीडियो को लाइक करिवे चैनल को एभळे आगो को वीडियो देखिया पई चैनल को सब्सक्राइब करिवे जय हिंद वंदे मातरम।